ଆଜିର ଏହି ବ୍ୟସ୍ତବହୁଳ ଦୁନିଆରେ ଆମେ ସମସ୍ତେ ଶାନ୍ତି ଆଉ ଜୀବନର କିଛି ଅର୍ଥ ଖୋଜୁଛୁ, ନୁହେଁ କି? କିନ୍ତୁ କ'ଣ ହେବ ଯଦି ମୁଁ କହିବି ଯେ ଏହାର ସମାଧାନ ଆଜିଠୁ ପ୍ରାୟ 80 ବର୍ଷ ପୁରୁଣା ଏକ ଆଧ୍ୟାତ୍ମିକ ପତ୍ରିକାରେ ଲୁଚି ରହିଛି? ହଁ, ଆଜି ଆମେ ସେହି ଅଖଣ୍ଡ ଜ୍ୟୋତି ପତ୍ରିକାର ପୃଷ୍ଠ ଉଲ୍ଟାଇବା ଆଉ ଦେଖିବା ସେହି ଜ୍ଞାନକୁ ଯାହା ଆଜି ବି ଆମ ପାଇଁ କେତେ ପ୍ରାସଙ୍ଗିକ। ଟିକେ ଭାବନ୍ତୁ ତ, ଯଦି ଗୋଟେ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିବାର ପୂରା ବ୍ଲୁ ପ୍ରିଣ୍ଟ ଦଶନ୍ଧି ଦଶନ୍ଧି ଧରି ଆମ ପାଇଁ ଅପେକ୍ଷା କରି ରହିଛି। ଏହା କେବଳ କିଛି ପୁରୁଣା କଥା ନୁହେଁ, ବରଂ ଆମ ଭବିଷ୍ୟତ ପାଇଁ ଏକ ମାର୍ଗଦର୍ଶିକା ହୋଇପାରେ। ତେବେ ଚାଲନ୍ତୁ ଏହାର ଗଭୀରତାକୁ ଯିବା। ଆଚ୍ଛା, ଏହି ଜ୍ଞାନକୁ ଭଲ ଭାବରେ ବୁଝିବା ପାଇଁ ଆମେ ଏହାକୁ 4 ଭାଗରେ ବାଣ୍ଟି ଦେଇଛେ। ପ୍ରଥମେ ଆମେ ନିଜ ଭିତରକୁ ଦେଖିବା, ମାନେ ସାଧକର ଆନ୍ତରିକ ଜଗତ, ତାପରେ ସିଦ୍ଧାନ୍ତର ଜୀବନ, ତାପରେ ଶରୀର ଓ ମନ ପାଇଁ କିଛି ଜ୍ଞାନ, ଆଉ ଶେଷରେ ଯାହା ଆମ ଜ୍ଞାନର ବାହାରେ ତାର ଅନୁସନ୍ଧାନ କରିବା। ତେବେ ପ୍ରତ୍ୟେକ ଯାତ୍ରାର ଆରମ୍ଭ ନିଜ ଭିତରୁ ହିଁ ହୋଇଥାଏ। ଏହି ପତ୍ରିକା ଅନୁସାରେ ବାହାର ଦୁନିଆରେ କିଛି ବି ବଡ଼ ପରିବର୍ତ୍ତନ ଆଣିବା ପୂର୍ବରୁ ଆମକୁ ଆମ ନିଜ ଭିତରେ ଗୋଟେ ମଜବୁତ ମୂଳଦୁଆ ତିଆରି କରିବାକୁ ପଡ଼ିବ। ଆଉ ଏହାର ପ୍ରଥମ ପାଠ ହେଉଛି ଏକାନ୍ତ ସେବନ। ଦେଖନ୍ତୁ, ଏହାର ଅର୍ଥ ଏକୁଟିଆ ରହିବାର ଦୁଃଖ ନୁହେଁ, ବରଂ ବାହାର ଦୁନିଆର ଶବ୍ଦରୁ ଦୂରେଇ ଯାଇ ନିଜ ଭିତର ସ୍ୱରକୁ ଶୁଣିବାର ଏକ ସୁଯୋଗ। ଏହା ହିଁ ନିଜକୁ ଜାଣିବାର ପ୍ରଥମ ପାହାଚ। ଏବେ ଗୋଟେ ବହୁତ ରୋଚକ କଥା ଶୁଣନ୍ତୁ। ଆମକୁ ସବୁବେଳେ କୁହାଯାଏ ଅହଙ୍କାର କମ୍ କରିବାକୁ, କିନ୍ତୁ ଏହି ପତ୍ରିକା କହୁଛି ଅହଙ୍କାରର ପ୍ରସାର କର। ଏହାର ଅର୍ଥ ହେଉଛି ନିଜକୁ କେବଳ ଏହି ଛୋଟ ଶରୀର ଭିତରେ ସୀମିତ ନ ରଖି ସାରା ଦୁନିଆରେ ସବୁ ଜୀବଙ୍କ ଭିତରେ ନିଜକୁ ଦେଖିବା। କେତେ ବଡ଼ କଥା! ଠିକ୍ ଅଛି, ଭିତରର ଜ୍ଞାନତା ମିଳିଗଲା, କିନ୍ତୁ ଏହାକୁ ଆମେ ଆମର ପ୍ରତିଦିନର କାମରେ ଲଗେଇବା କେମିତି? ତେବେ ଚାଲନ୍ତୁ ଦ୍ୱିତୀୟ ବିଭାଗକୁ ଯିବା, ଯେଉଁଠାରେ ଆମେ ଦେଖିବା କେମିତି ଆମ ଭିତରର ମୂଲ୍ୟବୋଧ ଆମ ବାହାରର କାମକୁ ସୁନ୍ଦର ଭାବେ ଗଢ଼ିତୋଳେ। ଏହାର ମୂଳମନ୍ତ୍ର ହେଉଛି ସରଳ ଜୀବନ, ଉଚ୍ଚ ଚିନ୍ତା। ଟିକେ ଏହି ସ୍ଲାଇଡ୍କୁ ଦେଖନ୍ତୁ। ଗୋଟେ ପଟେ ଅଛି ଆବଶ୍ୟକତା ଆଉ ସନ୍ତୁଷ୍ଟିର ଜୀବନ, ଆଉ ଅନ୍ୟପଟେ କେବଳ ବାହାରକୁ ଦେଖେଇ ହେବା ଆଉ କେବେ ନ ସରିବା ଇଚ୍ଛାର ଜୀବନ। ପତ୍ରିକା ପଚାରୁଛି, ପ୍ରକୃତ ଧନ କେଉଁଠି ଅଛି? ତେବେ ଏହି ସିଦ୍ଧାନ୍ତପୂର୍ଣ୍ଣ ଜୀବନର ମୂଳଦୁଆ କ'ଣ? ଏହା 3ଟି ମୁଖ୍ୟ କଥା ଉପରେ ଠିଆ ହୋଇଛି। ସମସ୍ତଙ୍କ ପ୍ରତି କରୁଣା, ମାନବ ସେବାକୁ ହିଁ ପ୍ରକୃତ ପୂଜା ଭାବିବା, ଆଉ ଜିନିଷପତ୍ର ପ୍ରତି ଲୋଭରୁ ମୁକ୍ତି। ଯେତେବେଳେ ଆମେ ସମସ୍ତଙ୍କୁ ନିଜର ଭାବିବା, ଏହି ଗୁଣଗୁଡ଼ିକ ଆପେ ଆପେ ଆସିଯାଏ। ଆଉ ଏକ ବହୁତ ଶକ୍ତିଶାଳୀ ପ୍ରଶ୍ନ, ଜଣେ ସାଧକର ପୋଷାକ କ'ଣ ହେବା ଉଚିତ? ଏହା ଆମକୁ ଭାବିବାକୁ ବାଧ୍ୟ କରୁଛି, ଆମର ଆଧ୍ୟାତ୍ମିକତା କ'ଣ କେବଳ ଆମର ବାହ୍ୟ ପୋଷାକରେ ଦେଖାଯାଏ, ନା ଏହା ଆମର ଚରିତ୍ର ଆଉ କାମରେ ଦେଖାଯିବା ଦରକାର? ଆଜିକାଲି ଆମେ ମାଇଣ୍ଡ ବଡି କନେକ୍ସନ ବିଷୟରେ କେତେ କ'ଣ ଶୁଣୁଛେ, କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ 1940 ଦଶକରେ ଏହି ପତ୍ରିକା କେତେ ଆଗରୁ ଶରୀର, ମନ ଆଉ ଆତ୍ମା ଭିତରେ ଥିବା ଏହି ଗଭୀର ସମ୍ପର୍କ ବିଷୟରେ କହିସାରିଥିଲା। ଦେଖନ୍ତୁ, ଏହା କେବଳ ବଡ଼ ବଡ଼ ଦାର୍ଶନିକ କଥା କହୁନଥିଲା, ପୂରା ବ୍ୟବହାରିକ ଉପାୟ ମଧ୍ୟ ବତାଉଥିଲା। ଯେମିତିକି ଏହି ସରଳ ଉଷାପାନ ପ୍ରୟୋଗ। ସକାଳେ ଉଠିବା ମାତ୍ରେ ପାଣି ପିଇବାର ଏହି ଛୋଟ ଅଭ୍ୟାସ କିପରି ଆମ ଶରୀର ପାଇଁ ଏକ ବଡ଼ ଉପଚାର, ତାହା ବର୍ଣ୍ଣନା କରାଯାଇଛି। କଥା କେବଳ ପାଣିରେ ସୀମିତ ନଥିଲା। ପତ୍ରିକାରେ ସ୍ୱର ଯୋଗ ବା ଆମ ଶ୍ୱାସପ୍ରଶ୍ୱାସର ବିଜ୍ଞାନ ବିଷୟରେ ମଧ୍ୟ ଲେଖାଥିଲା। ଏହା କହୁଥିଲା ଯେ ଆମ ନିଶ୍ୱାସ କେବଳ ବଞ୍ଚିବା ପାଇଁ ନୁହେଁ, ବରଂ ଏହା ମାଧ୍ୟମରେ ଆମେ ଆମର ଜୀବନ ଶକ୍ତି ବା ପ୍ରାଣକୁ ନିୟନ୍ତ୍ରଣ କରିପାରିବା। ଏଥିରୁ ଜଣାପଡ଼ୁଛେ ଯେ ଏହି ପତ୍ରିକାର ଦୃଷ୍ଟିକୋଣ କେତେ ବ୍ୟାପକ ଥିଲା। କେବଳ ଆଧ୍ୟାତ୍ମିକ ଦର୍ଶନ ନୁହେଁ, ବରଂ ଜଣେ ମଣିଷର ଶାରୀରିକ ଗଠନରୁ ତାର ମାନସିକ ସ୍ଥିତିକୁ ବୁଝିବା ଭଳି ବିଷୟ ଉପରେ ବି ଚର୍ଚ୍ଚା ହେଉଥିଲା। ଆଉ ଶେଷରେ ଚାଲନ୍ତୁ ସେହି ସ୍ଥାନକୁ ଯିବା ଯେଉଁଠି ଆମର ଜାଣିବାର ସୀମା ଶେଷ ହୁଏ। ଏହି ପତ୍ରିକା ମଣିଷ ଜାତିର ସେହି ସବୁ ବଡ଼ ବଡ଼ ରହସ୍ୟମୟ ପ୍ରଶ୍ନଗୁଡ଼ିକୁ ଛୁଇଁବାକୁ ବି ସାହସ କରିଥିଲା। ଆଉ ସେହି ସବୁଠୁ ବଡ଼ ପ୍ରଶ୍ନ, ମରିବା ପରେ ଆମର କ'ଣ ହୁଏ? ଏହି ପ୍ରଶ୍ନକୁ ସାମ୍ନା କରିବା ହିଁ ଦର୍ଶାଉଛି ଯେ ପତ୍ରିକା ଜୀବନର କୌଣସି ବି ଦିଗକୁ ଅନୁସନ୍ଧାନ କରିବାକୁ ଭୟ କରୁନଥିଲା, ଏପରିକି ମୃତ୍ୟୁ ପରର ଅଜଣା ରହସ୍ୟକୁ ମଧ୍ୟ। ଏହି ରହସ୍ୟକୁ ବୁଝିବା ପାଇଁ ପତ୍ରିକାରେ ମେସ୍ମେରିଜମ୍, ଯାହା ଏକ ପ୍ରକାର ପୁରୁଣା ସମ୍ମୋହନ ବିଦ୍ୟା ଏବଂ ନିଦ୍ରା ବିଜ୍ଞାନ ଭଳି ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏସବୁ ଥିଲା ଆମ ଅବଚେତନ ମନ ଭିତରେ ଲୁଚି ରହିଥିବା ଶକ୍ତିକୁ ବୁଝିବାରେ ଏକ ପ୍ରୟାସ। ତେବେ ସଂକ୍ଷେପରେ କହିବାକୁ ଗଲେ 1940 ମସିହାର ଏହି ପତ୍ରିକାରୁ ଆମେ କ'ଣ ଶିଖିଲେ? ନିଜ ଭିତରେ ଶାନ୍ତି ଖୋଜିବା, ସରଳ ଜୀବନ ଆପଣାଇବା, ଆମ ମନ, ଶରୀର, ଆତ୍ମାକୁ ଯୋଡ଼ିବା, ଆଉ ବଡ଼ ପ୍ରଶ୍ନ ପଚାରିବାକୁ କେବେ ବି ଭୟ ନ କରିବା। ଏହା କେବଳ ଏକ ପତ୍ରିକା ନୁହେଁ, ବରଂ ଏକ ସାର୍ଥକ ଜୀବନ ପାଇଁ ଏକ ସବୁଦିନିଆ ମାର୍ଗଦର୍ଶିକା। ତେବେ ଯିବା ପୂର୍ବରୁ ଗୋଟିଏ ପ୍ରଶ୍ନ ସହିତ ଆପଣଙ୍କୁ ଛାଡ଼ିଯାଉଛି।
କ'ଣ ଏମିତି ହୋଇପାରେ ଯେ ଆମ ଆଗାମୀକାଲିର ସବୁଠୁ ଜଟିଳ ସମସ୍ୟାର ସମାଧାନ ପାଇଁ ସବୁଠାରୁ ଶକ୍ତିଶାଳୀ ଉପକରଣ ଆମ ଅତୀତର ଜ୍ଞାନରେ ହିଁ ଲୁଚି ରହିଛି? ଏ ବିଷୟରେ ଟିକେ ଭାବିବେ।